ଈଶ୍ୱରଙ୍କ ଲୋକ ତୁମେ ଏଇ ସମସ୍ତରୁ ପଳାୟନ କରି ଧାର୍ମିକତା କୁହନ୍ତୁ ଧାର୍ମିକତା ଧାର୍ମିକତା ମାନେ କଣ ଇଂରେଜୀରେ ଆମେ କହୁ ରାଇଚସନେସ୍ ଧାର୍ମିକତା ଏ ଧାର୍ମିକତା ପାଇବା ପାଇଁ କଣ କରିବାକୁ ପଡିବ କେମିତି ପାଇବା ସେ ସମସ୍ତ ବିଷୟ ଅଳ୍ପ ଯାହା ପ୍ରଭୁ ମୋତେ ଚାଳନା ଦିଅନ୍ତି ତଦନୁସାରେ ମୁଁ ଆପଣଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିବି ଧାର୍ମିକତା ସାଧାରଣ ଭାବରେ ମୁଁ କହିବି ଆପଣମାନଙ୍କୁ ଜଷ୍ଟ ଯଦି ବାଇବେଲ ଥାଏ ଦୟାକରି ଆପଣମାନେ ଖୋଲି ସାହାଯ୍ୟ କରନ୍ତୁ ତାର ଆଦି ପୁସ୍ତକ ଦ ବୁକ୍ ଅଫ ଜେନେସିସ୍ chapter 39 verses 11 and 12 ଆଦି ପୁସ୍ତକ ତାର 39 ପର୍ବ 11 ପଦ 12 ଅନନ୍ତର ଦିନକରେ ଯୋସେଫ ନିଜ କାର୍ଯ୍ୟ ନିମନ୍ତେ ଗୃହ ଭିତରକୁ ଗଲେ ପୁଣି ଗୃହର ଦାସ ମଧ୍ୟରୁ କେହି ସେଠାରେ ନଥିଲେ ତେଣୁ ସେ ଯୋସେଫଙ୍କର ବସ୍ତ୍ର ଧରି ମୋ ସଙ୍ଗେ ଶୟନ କର ବୋଲି ଟଣାଟଣି କଲା ମାତ୍ର ଯୋସେଫ ତାହା ହସ୍ତରେ ଆପଣା ବସ୍ତ୍ର ଛାଡ଼ି ବାହାରକୁ ପଳାଇ ଗଲେ। ହାଲେଲୁୟା ହାଲେଲୁୟା। ଶୁଣନ୍ତୁ ଯୋସେଫଙ୍କ ଜୀବନଟା ଆପଣମାନେ ବେଷ୍ଟ ଜାଣନ୍ତି। ଧାର୍ମିକତା ବିଷୟ ମୁଁ କହିବା ପାଇଁ ଚାହେଁ ଧାର୍ମିକତା ପାଇବା ପାଇଁ ହେଲେ ଗୋଟାଏ ବିଷୟ এই অংশ কালি আমি শুণুଥିଲୁ যে ତିମୋଥୀଙ୍କ ନିକଟକୁ ପౌল ଲେଖୁଛନ୍ତି ମୁଁ କାଲି କହିଥିଲି 64 AD ର ଲେଖା ଯେତେବେଳେ এই ତିମୋଥୀ ଏଫେସୀୟ ମଣ୍ଡଳୀର ଆଗୁବାଇ ବା ଏଫେସୀୟ ମଣ୍ଡଳୀର ପାଳକ ଭାବରେ ତିମୋଥୀ କାର୍ଯ୍ୟ କରୁଥିଲେ ଆଉ ସେହି ସମୟରେ ବିଭିନ୍ନ ପ୍ରକାର ଯୋ ଭଣ୍ଡ ଶିକ୍ଷା ଫଲ୍ସ ଟିଚିଂ ଗୁଡାକ ପ୍ରବେଶ କରୁଥିଲା ଭଣ୍ଡ ଶିକ୍ଷା ଗୁଡାକ ମଣ୍ଡଳୀରେ ପ୍ରବେଶ କରିଥିଲା ଅନୈତିକତା ଗୁଡାକ ବଢିଗଲା ଆଚରଣ ଗୁଡାକ ବିଗିଡି ଯାଇଥିଲା ସେଇଥିପାଇଁ ଯେହେତୁ ତିମୋଥୀ ସେଇ ଏଫେସୀ ନଗର ବା ଏଫେସୀ ମଣ୍ଡଳୀରେ ସେ ପାଳକ ଦାୟିତ୍ୱ କାର୍ଯ୍ୟ କରୁଥିଲେ ବା ତାହାର ତଦାରଖ କରୁଥିଲେ ଆଗୁବାଇ କରୁଥିଲେ ସେଇଥିପାଇଁ ପାଉଲ ଚିଠି ମାଧ୍ୟମରେ ଜଣାଉଛନ୍ତି ତିମୋଥୀ ତୁମର ଯୌବନ କାଳ ସକାଶୁ କେହି ତୁମକୁ ତୁଚ୍ଛ ନ କରୁ ସେ ସମସ୍ତ ବିଷୟ ମୁଁ କାଲି ଆପଣମାନଙ୍କୁ ସେୟାର କରୁଥିଲି ଏବଂ ବିଶେଷ କରି ଏଫେସୀୟ ନଗର ଟିକେ ମନେ ପଡେ ଆଉ ଥରେ ମତେ ମନେ ପକେଇଦେବେ ଏଇ ଅଂଶ ଯାହାକି ଯୋସେଫଙ୍କ ବିଷୟ ମୁଁ ଲେଟର ଆସିବା ପାଇଁ ମୁଁ ଚାହେଁ କିନ୍ତୁ ଏଫେସୀୟ ନଗର ବିଷୟ ଟିକେ ଚିନ୍ତା କରିବା ବିଶେଷ କରି ଏଫେସୀୟ ନଗର ହେଉଛି ଏକ ପାହାଡ ପାଖରେ ଯୋଉଟା କି ସମୁଦ୍ର କୂଳରେ ଏଫେସୀୟ ନଗର ତା ଉପରେ ପାହାଡ ଅଛି ଆଉ ସେ ପାହାଡ ଉପରେ ଗୋଟେ ଦେବୀ ଥିଲେ ତାଙ୍କ ନାଁ ହଉଛି ଆର୍ତେମୀ ସମସ୍ତେ କୁହନ୍ତୁ ଆର୍ତେମୀ ଆଉ ଆର୍ତେମୀ ଜଣେ ଦେବୀ ଥିଲେ ଆଉ ସେ ଦେବୀ এই ଏଫେସୀୟ ନଗର ବଡ ବଡ ଜାହାଜ ଆସି ଲାଗୁଥିଲା ଆଉ ସେ ଜାହାଜ ଲାଗି ସେଠି ବେପାରର ଜାଗା ବ୍ୟବସାୟର ଜାଗା ଧନ ପାଇଁ ଅତିରିକ୍ତ ଦୌଡ଼ିବାର ଲୋକମାନେ ଏଫେସୀୟ ନଗରରେ ହେଇଗଲେ ଏବଂ ଆଉ ଗୋଟେ ବିଷୟ ଅନୈତିକତା କାହିଁକି ବଢିଲା ତାର କାରଣ ହଉଛି ଯୋଉ ଆର୍ତେମୀ ଦେବୀ ଥିଲେ ସେ ଦେବୀଙ୍କର ପାଦ ତଳେ ସେ ଦେବୀଙ୍କର ଛାଉଣି ତଳେ ଅନେକ ନାରୀ ମାନେ ଅର୍ଥାତ୍ ବେଶ୍ୟା ମାନେ ଥିଲେ ଶୁଣନ୍ତୁ ବେଶ୍ୟା ମାନେ ଥିଲେ ଆଉ ସେ ବେଶ୍ୟା ମାନେ ରହିବା ସକାଶୁ ଅନେକ ଲୋକମାନେ ବିଜନେସ କୁ ଗଲେ ବିଜନେସ ଶେଷ କଲା ପରେ ସେଇ ଦେବୀଙ୍କୁ ସେମାନେ ପ୍ରଣାମ କଲେ ମୁଣ୍ଡିଆ ମାରିଲେ ତାଙ୍କୁ ଦର୍ଶନ କଲେ ଦର୍ଶନ କଲା ପରେ ତଳେ ଯୋଉ ବେଶ୍ୟା ମାନେ ଥିଲେ ସେମାନଙ୍କ ସହିତ ସେମାନଙ୍କର ଫିଜିକାଲ ରିଲେସନ ସେମାନଙ୍କର ସହବାସ ସେମାନେ ମନ୍ଦ କର୍ମ ସେମାନେ କାର୍ଯ୍ୟ କଲେ ସେଇ ବେଶ୍ୟା ମାନଙ୍କ ସହିତ ସେମାନଙ୍କର ଗୋଟେ ବିଶ୍ୱାସ ଥିଲା ଏ ଆର୍ତେମୀର ଯୋଉ ଦେବଦାସୀ ବୋଲି କୁହାଯାଏ ସେମାନେ ଦେବଦାସୀ ଭାବରେ ରହୁଥିଲେ ଏ ଦେବୀଙ୍କର ଦାସୀ ମାନେ ବୋଲି ଭାବୁଥିଲେ ସେମାନଙ୍କ ସହିତ ଏ ଫିଜିକାଲ ରିଲେସନ କରିବା ଦ୍ୱାରା ଆମେ ପରିତ୍ରାଣ ପାଇବୁ ବୋଲି ସେମାନେ ବିଶ୍ୱାସ କରୁଥିଲେ
ତେଣୁ ଅନେକ ସମୟରେ ପାଉଲ ମଧ୍ୟ କହନ୍ତି, ହେ ସ୍ୱାମୀ ମାନେ ଆପଣ ଆପଣ ଭାର୍ଯ୍ୟା ମାନଙ୍କୁ ପ୍ରେମ କର, କାରଣ ସେମାନଙ୍କ ନିକଟରେ ସେମାନେ ଲାଗି ଯାଇଥିଲେ, ଯାରି ଫଳରେ ସେଇ ବାଣୀ ସେ କଥା ସେ କହିଲେ। ତେଣୁ ଏଇଭଳି ପରିପ୍ରେକ୍ଷୀରେ ଏଇଭଳି ଦିନ ମାନଙ୍କରେ ଆମ୍ଭେ ମାନେ ମଧ୍ୟ ଅଛୁ। ସେ ଦିନର ଏଫେସୀ ନଗର ଯାହା ଆଜିର ଇଣ୍ଡିଆକୁ କୁହନ୍ତୁ, ଆଜିର ଆମର ମଣ୍ଡଳୀ କୁହନ୍ତୁ, ଆମର ଚର୍ଚ୍ଚ କୁହନ୍ତୁ, ଆମ ପରିବାର କୁହନ୍ତୁ, ସେଇଭଳି ପରିସ୍ଥିତି ଗୁଡାକ ଲାଗିଗଲାଣି। ତେଣୁ ଈଶ୍ୱରଙ୍କ ବାକ୍ୟ ଆମକୁ କହେ ଧାର୍ମିକତା, ହାଲେଲୁୟା, ଧାର୍ମିକତା ନିହାତି ଆବଶ୍ୟକ। ଯୋସେଫ ରାଜାଙ୍କ ଘରେ ରହିଲେ, କୁହନ୍ତୁ ରାଜାଙ୍କ ଘରେ। ମିଶ୍ରର ରାଜା, ରାଜାଙ୍କ ଘରେ ଯୋସେଫ ଅଛନ୍ତି। ଏଇ ଯୋସେଫ ଯେତେବେଳେ ସେ ତାଙ୍କ ସହିତ ରହୁଛନ୍ତି, ଦେଖିବା ପାଇଁ ସୁନ୍ଦର, ମୋ ଭଳିଆ କା ସୁନ୍ଦର ହେଇଥିବ? ନାଇଁ ତ, ମୁଁ ସୁନ୍ଦର ନାହିଁ, କହିଦେଲି ଭୁଲରେ। ଯୋସେଫ ଦେଖିବା ପାଇଁ ଚକମକ ସୁନ୍ଦର, ସୁନ୍ଦର ବଦନ, ତାର ଶରୀର ଦେଖି ରାଜାଙ୍କର ସ୍ତ୍ରୀ ବା ହଁ ପରା ନା ତାଙ୍କ କନ୍ୟା ରାଣୀ ନିଜେ ରାଜାଙ୍କୁ ଭଲ ଲାଗିଲା ନାହିଁ। ରାଣୀ ନିଜେ ରାଜାଙ୍କୁ ଭଲ ଲାଗିଲା ନାହିଁ। କାହାକୁ ଭଲ ଲାଗିଲା? ଯୋସେଫକୁ ଭଲ ଲାଗିଲା। ସେଥିପାଇଁ ଯୋସେଫ ନିଜ କାର୍ଯ୍ୟରେ, ବଢିଆ ପଏଣ୍ଟ, ନିଜ କାର୍ଯ୍ୟରେ ଯେତେବେଳେ ସେ ଘର ଭିତରକୁ ଗଲାବେଳେ କେହି ସେଠାରେ ନଥିଲେ, କୁହନ୍ତୁ କେହି ସେଠାରେ ନଥିଲେ। ଆଉ ସେତେବେଳେ ଶୟତାନ ସୁବିଧା ଦେଖିଦେଲା, ବା ଏତେବେଳେ ହିଁ ୟାକୁ ଧରିବି, ଏତେବେଳେ ହିଁ ୟାକୁ ଭ୍ରଷ୍ଟ କରିବି, ଏତେବେଳେ ହିଁ ୟାକୁ ନଷ୍ଟ କରିବି। ସେ ଉପାୟ ଖୋଜିଲା, ଆଉ ସେ ଆସିଲା, ଆଉ ସେ ତାଙ୍କ ପାଖକୁ ଆସି ଯୋସେଫଙ୍କୁ କହିଲା, ଆସ ମୋ ସହିତ ଶୟନ କର। ଆସୁ ଟଣାଟଣି କଲା, ଲେଖାଯାଏ। କଣ କଲା? ଟଣାଟଣି କଲା। କିନ୍ତୁ ତାର କଣ ଛାଡ଼ିଦେଲା ସେଠି? ବସ୍ତ୍ର ଛାଡି ପାର ହେଲା। ହାଲେଲୁୟା। ତାର ସୁଯୋଗ ଥିଲା ସେଇଠି, କାରଣ ସେ ଘରେ କେହି ନଥିଲେ। କୁହନ୍ତୁ, ସେ ଘରେ କେହି ନଥିଲେ। ବିଚାରକର୍ତ୍ତା କେହି ନାହାନ୍ତି, ଦେଖିବା ଲୋକ କେହି ନାହାନ୍ତି, କି ଆହା ବୋଲି କହିବା ଲୋକ କେହି ନାହାନ୍ତି, କାହିଁକି ଏମିତି କଲୁ କେହି କହିବା ଲୋକ କେହି ନାହାନ୍ତି, କେହି ନଥିଲେ ମଧ୍ୟ ସୁଯୋଗ ଥିଲା। ଯୋସେଫ ପାପ କରିପାରିଥାନ୍ତେ। ଯୋସେଫ ସେଠି ଯାଇ, ହଁ ରାଣୀ ତ କହୁଛନ୍ତି କିଛି ଅସୁବିଧା ନାହିଁ, ପାପ କରି ପାରିଥାନ୍ତେ, କିନ୍ତୁ ପାପର ଶୀଘ୍ର ପଳାୟନ କଲେ। ହାଲେଲୁୟା। ତାହା ହିଁ ଧାର୍ମିକତା। କରିବାର ସୁଯୋଗ ଥାଇକି ମଧ୍ୟ, ସମସ୍ତ ବିଷୟ ସୁଯୋଗ ଥାଇ ମଧ୍ୟ ଆମେ ଯଦି କରୁନାହୁଁ, ତାହା ହେଉଛି ଧାର୍ମିକତା। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଆପଣଙ୍କ ଘରେ ଯେତେବେଳେ କେହି ନାହାନ୍ତି, ମୋବାଇଲ ସହିତ ଏକୁଟିଆ ରହୁଛନ୍ତି, ଆପଣ କଣ କରୁଛନ୍ତି? ମତେ ବାଇବେଲରେ ଗଭୀର ଗଭୀର ଅର୍ଥ ମତେ ଜଣା ନାହିଁ, ମତେ ପ୍ରାକ୍ଟିକାଲ ଦରକାର। ଯେଉଁମାନେ ମୋବାଇଲଟା ଧରିଥିବେ, ସିଙ୍ଗଲ ଥିବେ, ଆପଣ ଇଣ୍ଟରନେଟ ସ୍ପିଡ ଥିବ, ଆପଣ କଣ ଦେଖୁଛନ୍ତି? ସବୁ ଆପଣ ଦେଖିପାରିବେ। ଦେଖିବାର ମୋବାଇଲ ଆପଣଙ୍କର, ଇଣ୍ଟରନେଟ ପ୍ୟାକ୍ ଆପଣ ପକେଇଛନ୍ତି, ମୋବାଇଲ ଆପଣଙ୍କ ହାତରେ ଅଛି, ଘର ବି ଆପଣଙ୍କର, କବାଟ ବନ୍ଦ କରାଯାଇଛି। ଆପଣ ସିଙ୍ଗଲ ଅଛନ୍ତି ମା ମାନେ, ଆପଣ ସିଙ୍ଗଲ ଅଛନ୍ତି ଭଉଣୀ ମାନେ, ଆପଣ ସିଙ୍ଗଲ ଅଛନ୍ତି ପାଳକ ମାନେ, ଆପଣ ସିଙ୍ଗଲ ଅଛନ୍ତି ପ୍ରଭୁଙ୍କର ଦାସଦାସୀ ମାନେ। ଯେତେବେଳେ ସିଙ୍ଗଲ ଥିଲାବେଳେ ଆପଣ ମୋବାଇଲ ଧରି କଣ ଦେଖୁଛନ୍ତି? ଆପଣ କାହାକୁ ଚାଟିଂ କରୁଛନ୍ତି? କଣ ଦେଖୁଛନ୍ତି? ଯଦି ଫସି ଯାଉଛନ୍ତି, ଅଧର୍ମ ବୃଦ୍ଧି ପାଉଛି। ଯଦି ତହିଁରୁ ଆପଣ ରକ୍ଷା ପାଉଛନ୍ତି, ତାହା ହିଁ ଧାର୍ମିକତା। ହାଲେଲୁୟା, ହାଲେଲୁୟା, ହାଲେଲୁୟା। ସେ ଇୟରଫୋନ ମାରି ଗୀତ କଣ ଶୁଣୁଛନ୍ତି ମୁଁ ଜାଣିନି। ଏ ଅନ୍ତିମ ଦିନ ମାନଙ୍କରେ ଆଉ କିଏ ଆପଣଙ୍କୁ ଜାବଡା ମାରି, କିଏ କାନ ଧରିକି କିଏ ବାଡେଇବ ଆପଣଙ୍କୁ? ଆପଣ ନିଜେ ସୁଧୁରି ଯାଆନ୍ତୁ, ମୁଁ ନିଜେ ସୁଧୁରିବି। ଜ୍ଞାନର ଯୁଗରେ, ଇଣ୍ଟରନେଟ ଯୁଗରେ ଏଭ୍ରିଥିଙ୍ଗ, ସମସ୍ତ ବିଷୟ ବଢି ବଢି ଗଲାଣି। ଏ ପରିପ୍ରେକ୍ଷୀରେ କିଏ ଆପଣଙ୍କୁ ଧରିକି କାନ ଧରି ବାଡେଇବ, ଶିଖେଇବ? ଧାର୍ମିକତା ଅନୁସରଣ କରିବାର ଅଛି। ଶୁଣନ୍ତୁ,
जोसेफ कहवा समस्ते जोसेफ भाई माने केवल कहतु जोसेफ केत जन कहना शुणुं कौन कहे सान बांगरा गोटे आसी कौन कह भावुं प्रभु सम्मुखर अच्छे हालेलुया कहतु जोसेफ केवल माँ माने कहतु जोसेफ घरे झगड़ा कला बेले एत साउंड एटी कहीं साउंड कहतु जोर जोसेफ हाँ प्रकृत झगड़ा आपण मैंने भल करते कहवा जोर जोसेफ ता बापा गोटे ड्रेस देइथिला ता बापा ताको गोटे ड्रेस देइथिले सिंदूर बन पूरा चकचक करी विभिन्न रंगर डेंटिंग पेंटिंग ड्रेस ता बापा देइथिले इसके लिए तो बिगड़ गए ना उसका भाई लोग से डेंटिंग पेंटिंग ड्रेस सुंदर वस्त्र जो बापा ताकू देदेले अन्य माने देखी टेंशन अन्य 11 भाई माने देखले तार ड्रेस देखा से ड्रेस ताकू रक्षा करुची जंगल रे गला बेले भाई माने कुआडे गलो कहला बेले बॉल रे धरि चिरा चिरी कर दे ड्रेस चिरी देले रक्त पक्त बुड़ाई देले सब गातरे पकेले डिक्की देले भाई माने कुआडे नेले प्रथमे भाई को कुआडे गात भितरे कोन तो गात भितरे तळकू गले कुआडे गले तळकू फर्स्ट गले गात भितरे पकेले तापर आउ थे बाहर कले विक्रय करदे फर्स्ट पॉइंट बापा देइथिबा ड्रेस भाई माने चिरी देले राजा गोटे ड्रेस देइथिला से ड्रेस किए नहीं गला रानी छड़ाई देला ये जगतर ड्रेस गुड़ाक समस्ते छड़ाई देवे कि जो प्रभु जीशु ख्रीस्ट जो ड्रेस पिंधाई देले ना ताको प्रधानमंत्री बनई देला हालेलुया हालेलुया ताई परित्राणर वस्त्र ताई धार्मिकतार वस्त्र से ड्रेस बापा देइथिबा ड्रेस भाई माने छड़ाई कि नहीं गले राजा देइथिबा पिंधाइथिबा ड्रेस रानी छड़ाई कि नहीं गला किंतु जो ड्रेस प्रभु निजे पिंधाइले ताको ताउची धार्मिकतार वस्त्र हालेलुया हालेलुया से ड्रेस द्वारा एमिति समय आसिला अकारण से जेल भीतर मध्य ताको मुक्त कला से राजा बनई देला प्रधानमंत्री बनई देला हालेलुया आमे जो दिन आम जीवन को से धार्मिकतार वस्त्र परित्राणर वस्त्र साधुतार वस्त्र आमे परिधान करूना प्रभु हमको सेते बेले मंत्री बनई देबे बड़ बनई देबे हालेलुया आमे साधारण वी आर नॉट ऑर्डिनरी पीपल चलो जिसाई 49 तार 7 पद टी पढ़ मन पड़ुची से अंश तार लास्ट लाइन आप पढ़िले भी भल लगे ଯାହାକୁ ମନୁଷ୍ୟ ଅବଜ୍ଞା କଲେ ଯାହାକୁ ଦେଶୀୟ ଲୋକମାନେ ଘୃଣା କରନ୍ତି ଯେ ଶାସନକର୍ତ୍ତା ମାନଙ୍କର ଦାସ कंटिन्यू ତାହାକୁ ଇସ୍ରାଏଲର ମୁକ୍ତିଦାତା ଓ ତାହାର ଧର୍ମ ସ୍ୱରୂପ ସଦାପ୍ରଭୁ ଏହି କଥା କହନ୍ତି ବିଶ୍ୱାସନୀୟ ଓ ଇସ୍ରାଏଲର ଧର୍ମ ସ୍ୱରୂପ ଯେଉଁ ସଦାପ୍ରଭୁ ତୁମକୁ ମନୋନୀତ କରିଅଛନ୍ତି ଆଉ ଥରେ ପଢ଼ନ୍ତୁ ଯେଉଁ ସଦାପ୍ରଭୁ ତୁମକୁ ମନୋନୀତ କରିଅଛନ୍ତି ତାହାଙ୍କ ସକାଶୁ ଆଉ ଥରେ ଯେଉଁ ସଦାପ୍ରଭୁ ତୁମକୁ ମନୋନୀତ କରିଅଛନ୍ତି ତାହାଙ୍କ ସକାଶୁ ରାଜାମାନେ ତୁମକୁ ଦେଖିଲେ ଉଠିବେ ଓ ଅଧିପତି ମାନେ ତୁମକୁ ପ୍ରଣାମ କରିବେ ହାଲେଲୁୟା ଜୋରେ କହ ହାଲେଲୁୟା ହାଲେଲୁୟା ରାଜା ମାନେ ତୁମକୁ ଦେଖିଲେ ଉଠିବେ ମାନେ ସମ୍ମାନ ଦେବେ राजा माने तुमको देखिले सम्मान देवे उठिबे अधिपति माने तुमको प्रणाम करिवे कहां पाई का सकासु यीशु ख्रीष्टन को सकासु धार्मिकतार वस्त्र परिधान करदिवा सकासु राजांकर वर्ग होइतिवा सकासु प्रेज द लॉर्ड हालेलुया कोई धार्मिकतार जीवन यापन ईश्वर पुराण होबार अछि सिंगल आपण माने थिला बेले दोबारा
ଗୋଟେ ପାଷ୍ଟର ଘର ଆପଣ ମାନେ ବେଶୀ ସିରିୟସ ହେଇଗଲେ ନା ସିରିୟସ ଆଡକୁ ଯିବାନି ଟିକେ ଥଣ୍ଡା କୁଲ ମାଇଣ୍ଡ ଯିବା ପାଷ୍ଟର ଘରକୁ ମୁଁ ଗଲି ଯେହେତୁ ସେ ପାଷ୍ଟର ତେଣୁ ସବୁବେଳେ ଚିହ୍ନା ଲୋକ ତାଙ୍କ ଘରକୁ ମୁଁ ଯେତେବେଳେ ଗଲି ଗଲା ବେଳେ ଦୂରରୁ ଦେଖିଲି କବାଟଟା ଖୋଲା ଅଛି ପାଷ୍ଟର ବାବୁ ଥିବେ ଆଉ ବସିଗଲେ ଭିତରେ ଗଲାବେଳେ କବାଟ ଖୋଲା ଅଛି କି କବାଟ ଆଜ୍ଞା 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 3 ଥର ନାହିଁ କେହି ତ ନାହାନ୍ତି ନିଜ ଘର ଭଳି ଆଉ ନିଜେ ସିଧା ଯାଇ ଭିତରେ ଚେୟାରରେ ପକେଇ ବସିକି ଅପେକ୍ଷା କରୁ 10-20 ମିନିଟ୍ 25 ମିନିଟ୍ ହେଇଗଲା ପରେ ଦେଖୁଛି 20-25 ମିନିଟ୍ ହେଲା କିଏ ନାହାନ୍ତି ନା କଣ ଆଉ ଟିକେ ଭିତରେ ଘରକୁ ଗଲା ବେଳେ ମା ବସିଛନ୍ତି କିଏ ବସିଛନ୍ତି ଜୋରେ କୁହନ୍ତୁ ମା ମାନେ ବାଳକଙ୍କର ମିସେସ୍ ମ୍ୟାଡାମ ବସିଛନ୍ତି ଭିତରେ ମା ନମସ୍କାର ମା ନମସ୍କାର ମା ନମସ୍କାର କେତେ ଥର ଶୁଭନି ଆସିଲେ ଆଉ ଥରେ ବସିଲେ ବିଜିଲି ବାହାରିବେ ପରା ବିରକ୍ତ ଲାଗିଲା ସେ ଚେୟାର ଧରିଲେ ସେ ଚେୟାର ଏମିତି ଠେଲି ଦେବାରୁ ସାଉଣ୍ଡ ହେଲା ସେ ସାଉଣ୍ଡ ହବାରୁ ସେ ଭିତରୁ ଆସିଲେ କିଏ ଆମ ଘରେ ପଶିଲା କହିଲା ଭଳି ସେ ଭିତରୁ ଆସିକି ବସିଛି ଆଜ୍ଞା ନମସ୍କାର ଭଲ ଅଛନ୍ତି ହଁ ଭଲ କେତେବେଳେ ଆସିଲା ଆଜ୍ଞା ଅଧଘଣ୍ଟା ହବ ଡାକିଲେନି 3 ଥର ଡାକିଲେ ହେଲେ ଶୁଣିଲେ ନାଇଁ ମୁଁ ଜୋରରେ ଡାକିଲି ତଥାପି ଆପଣ ଶୁଣିଲେ ବ୍ୟସ୍ତରେ ଥିଲେ ପ୍ରାର୍ଥନା କରୁଥିଲେ ବୋଲି ଦେଖିଲି ତାଙ୍କ ଆଖିରେ ଧାର ଲୁହ ଆଉ କଣ ଆଖିର ଲୁହ ଏ ଲୁହ ଯେତେବେଳେ ଦେଖିଲେ ଏତେ ଦୁଃଖର ଲାଗିଲା ଏମିତି କଷ୍ଟ ଲାଗିଲା ସନ୍ତୋଷ ତୁ ଗୋଟେ ନିର୍ବୁଦ୍ଧିଆ ମନୁଷ୍ୟ ଗୋଟେ ପ୍ରାର୍ଥନା କଲାବେଳେ ଏମିତି ଗୋଟେ ଡିଷ୍ଟର୍ବ କରିବୁ ନିଜକୁ ଇଚ୍ଛା ହେଲା ଗୋଟେ ଚାମଡ଼ାଟି ମାରିବା ପାଇଁ ନିଜକୁ ତାପରେ ମନେ ମନେ ଭାବୁ ତାପରେ କହିଲେ ନା ପ୍ରାର୍ଥନା କରୁଥିଲେ ଆପଣ ଆଜ୍ଞା ପ୍ରାର୍ଥନା ଆଖିରେ ଲୁହ ବାଳକ ଆଜ୍ଞା ଗାଳି କଲେ କି ନା ଆଜ୍ଞା ବେଶୀ ଭଲ ଆଜ୍ଞା କେବେ ଗାଳି କରିବେନି ଆମେ ଗଣ୍ଡଗୋଳ ହଉନି ଆଜ୍ଞାଙ୍କ ଭଳି ସେମାନେ କେବେ ଝଗଡା ହେଉନାହାନ୍ତି ଜେର୍ମିଓ ଆଜ୍ଞା ସ୍ୱାମୀ ସ୍ତ୍ରୀ ଝଗଡା ହେଇନାହାନ୍ତି କଣ ହଉଛନ୍ତି 6 ବର୍ଷ ଆର ନମ୍ବର ନେଇଛି ଜେର୍ମିଓ ସାର୍ ମୁଁ ଆପଣଙ୍କୁ ଆଉ ଥରେ କଲ୍ କରିବି ଝଗଡା ହେବାକୁ ପଡିବ ବାଳକ ଆଜ୍ଞା ବହୁତ ଭଲ ଆଜ୍ଞା କେବେ ଝଗଡା ଗାଳି କରୁନାହାନ୍ତି କଣ ପାଇଁ କାନ୍ଦିଲେ ଆପଣ ଏତେ ଜୋରରେ ଆଖିରେ ଲୁହ କାହିଁକି କଣ ପାଇଁ କାନ୍ଦୁଛନ୍ତି ଆଜ୍ଞା ଆପଣ ଆଉ ପ୍ରଭୁଙ୍କର ଲୋକ ମୁଁ ମିଛ କହିଲେ ହବ କି ଗୋଟେ ସିରିଏଲ ଦେଖିଥିଲି ଯେ ସେ ହିରୋ ମରିଗଲା ବେଶୀ ଦୁଃଖ ଲାଗିଲା କାନ୍ଦିଦେଲି କିଏ ସିଏ ପାଳକଙ୍କର ଅନେକ ପାଳକଙ୍କର ସ୍ତ୍ରୀ ମାନେ ଅଛନ୍ତି ଅନେକ ପ୍ରଭୁଙ୍କର ପରିବାରର ମା ମାନେ ବସିଛନ୍ତି ଏଠି ସ୍ୱାମୀ ଯେତେବେଳେ ବାହାରେ ଯାଉଛନ୍ତି ଆପଣ ଯେତେବେଳେ ଘରେ ବସିଛନ୍ତି ଫ୍ରିରେ ଦୟାକରି ସେ ଫିଲ୍ମ ସିରିଏଲରେ ବସନ୍ତୁ ସରି ସେ ସମୟ ଆଣ୍ଠୁ ଭାଙ୍ଗନ୍ତୁ ସ୍ୱାମୀ ପାଇଁ ପ୍ରାର୍ଥନା କରନ୍ତୁ ପ୍ରଭୁ ମୋ ସ୍ୱାମୀ ଯାଇଛି ସେବାରେ ମନ୍ଦରୁ ରକ୍ଷା କର ପାପରୁ ରକ୍ଷା କର ଅଧର୍ମରୁ ରକ୍ଷା କର ବିଭିନ୍ନ ପ୍ରକାର ଅପ୍ରଭଂଶରୁ ରକ୍ଷା କର ଲୋକମାନେ ଘୃଣା କରୁଛନ୍ତି ପ୍ରଭୁ ରକ୍ଷା କର ଆମ ପିଲାମାନଙ୍କୁ ଧର ପ୍ରଭୁ ପ୍ରାର୍ଥନା କରନ୍ତୁ 119 ଗୀତ ତାର 37 ପଦ କଣ କହୁଛୁ ଗୀତ ତାର 119 ତାର 37 ପଦ ସାର ଦର୍ଶନରୁ ମୋର ଚକ୍ଷୁ ଫେରାଅ ଓ ତୁମ୍ଭ ପଥରେ ମତେ ସଚେତ କର ଅସାର ଦର୍ଶନ ଫିଲ୍ମ ଦୁନିଆ ଯୁବାମାନେ ଆପଣମାନଙ୍କୁ ଏତେ କେହି ଦେଖିପାରୁନଥିବେ ଆପଣ ସିଙ୍ଗଲ ଥିବା ସମୟରେ ଆପଣ ଏକୁଟିଆ ଥିବା ସମୟରେ ଆପଣଙ୍କ ସହିତ କନେକ୍ଟ ଆପଣଙ୍କର ୱାଇଫାଇ କନେକ୍ଟ ହେଇଯାଉ ଯୀଶୁଙ୍କ ସହିତ ପ୍ରଭୁ ଆପଣଙ୍କୁ ମାଇକିଲି ବ୍ୟବହାର କରିବେ
ଈଶ୍ୱରଙ୍କ ବାକ୍ୟ ତାହା ହିଁ ଆମକୁ କହେ ଧାର୍ମିକତାର ପଥରେ ଦୌଡ଼ିବାର ଅଛି। ଏ ବିଶ୍ୱାସର ଉତ୍ତମ ଯୁଦ୍ଧ ହଉଛି କୌଣସି ଆପଣ ଖଣ୍ଡା ଧରି ଅସ୍ତ୍ର ଶସ୍ତ୍ର ଧରି ତାକୁ ମାରିବା ତାକୁ ମାରିବା ତା ନୁହଁ। ଶୈତାନର ବିଭିନ୍ନ ମନ୍ଦ ଆମର ଯୋଉ ଖରାପ ख्याल ଆମ ଜୀବନ ଯୋଉ ଖରାପ ଗନ୍ଦା ଗନ୍ଦା ख्याल आता है ना उसको निकालना है ତାକୁ ବାହାର କରିବାର ଅଛି। ଏଭଳି ଯୁଦ୍ଧ ଆମକୁ ଦରକାର। ଫିଲ୍ମ ଗୀତ ଶୁଣିବା ପାଇଁ ଇଚ୍ଛା ଲାଗୁଥିବ ତାର ସେ ଡିଜେ ସାଉଣ୍ଡ ଇଚ୍ଛା ଲାଗିବ କିନ୍ତୁ ତାକୁ ଛାଡ଼ିବା କାହିଁ ଧାର୍ମିକତା। ଏଭଳି ଯୁଦ୍ଧ ଆମକୁ ଡେଲି ଡେଲି ଲାଇଫରେ ଦରକାର। କହିବିନି ବୋଲି ଭାବୁଥିଲି ଯେ ଆଉ ଥରେ କହିବି। ମୁଁ କାଲିଠୁ ଫୋକସ ଦଉଛି କେବଳ ଯୁବା ଯୁବତୀ ମାନଙ୍କୁ। ଦ୍ୱିତୀୟ ବିବରଣୀ ତାର 22 ମାର୍ଚ୍ଚ। ଯାହା ପୁରୁଷର ତାହା ସ୍ତ୍ରୀ ପିନ୍ଧିବ ନାହିଁ, କିମ୍ବା ସ୍ତ୍ରୀର ପୋଷାକ ପୁରୁଷ ପିନ୍ଧିବ ନାହିଁ। ବାସ୍ ତାପରେ କାରଣ ଯେ କେହି ତାହା କରେ ସେ ସଦାପ୍ରଭୁ ତୁମ ପରମେଶ୍ୱରଙ୍କ ଘୃଣା ଯୋଗ୍ୟ ଅଟେ। ଯାହା ପୁରୁଷର ତାହା ସ୍ତ୍ରୀ ପିନ୍ଧିବ ନାହିଁ ଆଉ ସ୍ତ୍ରୀର ପୋଷାକ ପୁରୁଷ ପିନ୍ଧିବ। କାଲି ବି କହୁଥିଲି ଆପଣ ହାତରେ କଡୁ ଲଗେଇ ଦେଇଥିବେ ପାଷ୍ଟର ବାବୁ କହିବେ ଆଜ୍ଞା ପ୍ରେଜ୍ ଦ ଲର୍ଡ। କାନରେ ଦିଟା ଫାସିଆ ମାରିଥିବେ ସେମାନେ ସିନା ପିନ୍ଧୁଛନ୍ତି ସେଟା ସ୍ତ୍ରୀର ପୋଷାକ। କାନରେ ପିନ୍ଧିବାଟା ସ୍ତ୍ରୀ ମାନଙ୍କର, ପାଉଁଜି ପିନ୍ଧିବାଟା ସ୍ତ୍ରୀ ମାନଙ୍କର ପୋଷାକ। କିନ୍ତୁ ସେଇ ପୋଷାକ ଆଜି ପୁରୁଷ ଯୁବା ମାନେ ସେମାନେ ପାଉଁଜି ପିନ୍ଧୁଛନ୍ତି ଗୋଡରେ ଏମିତି 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 କରିକି ଆସିଲେ ଏମାନଙ୍କର ମୁଣ୍ଡ ବଥା କାହିଁକି କେଜାଣି କଳା କଳା ସୂତା ଗୋଡରେ ବାନ୍ଧି ଦଉଛନ୍ତି। ଆପଣ ମାନେ କଣ ମଙ୍ଗଳସୂତ୍ର ନା କଣ 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 କାଶ ମାଳି ବେଲା ମାଳି ଚେନ୍ ମାଳି ହାର ପିନ୍ଧୁଛନ୍ତି। ସେ ସବୁ ଯାକ ଦେଖି ତାଙ୍କ ମୁଣ୍ଡ ବଥା ବେଶୀ। ଆମେ ବି ପିନ୍ଧି ପକେଇବୁନି ସେ ବିଷ କଙ୍କଡା ବ୍ଲେଡ ମରିଚ ପିନ୍ଧି ପକେଇବୁ। ସେଇଟା ତାଙ୍କର ହାର। କାନରେ ଦିଟା ଏମିତି ପକାଇଦେବେ। କରିବା ପାଇଁ ଅଧିକାର ଅଛି, କରିପାରିବେ ଆପଣଙ୍କ ଇଚ୍ଛା। ଯଦି ମୁଁ କହିଲେ ସେ କିଏ ସେ କହିବା ପାଇଁ କହିପାରନ୍ତି କରିପାରନ୍ତି ନୋ ପ୍ରୋବ୍ଲେମ କରନ୍ତୁ ନା କିଏ ମନା କରୁଛି। ହାତରେ ଚୁଡ଼ି ପିନ୍ଧିଲେ ବଡା ପିନ୍ଧିଲେ କାନରେ ପିନ୍ଧି ପକେଇଲେ ବାସ୍ ଗୋଡରେ ପାଉଁଜି ପିନ୍ଧିଲେ ହେଇଗଲା। ଖାଲି ଗୋଟେ ନାଇଟ୍ ପିନ୍ଧନ୍ତୁ ଟ୍ରେନକୁ ପଳାନ୍ତୁ। ବାବୁ ଚିକନା ଦେନା ରେ ବେଟା ରାଜ୍ୟ ବେଟା ପ୍ୟାସେ ମାଙ୍ଗରାଉ ଦେନା। ଯୋଉମାନେ କାନରେ ପିନ୍ଧୁଛନ୍ତି ସବୁ ହିଞ୍ଜଡା ଗୁଡାକ ବୋଲି ଭାବନ୍ତୁ। ସୁଧୁରିବା ଭଲ। ଲାଷ୍ଟ ଟାଇମ ଆଉ ଆସିବି କି ନ ଆସିବି ମୁଁ ଜାଣେ ନା। ଆପଣଙ୍କ ପାଖରେ ଆଉ ଦେଖା ହେବି ନା ଜାଣେ ନା। କିନ୍ତୁ ମୋର ବିଶ୍ୱାସ ଅଛି ଜଗତର ଦେଖା ନହେଲେ ମଧ୍ୟ ପରିବର୍ତ୍ତିତ ହବା ସ୍ୱର୍ଗରେ ସମସ୍ତଙ୍କ ସହିତ ସାକ୍ଷାତ ହେବ। ହାଲେଲୁୟା ହାଲେଲୁୟା। ନାଇଁ ଏଠି ପାଳକ ବାବୁ ଏମିତି କହିଲେ ନାଇଁ ଆଜ୍ଞା ଆଜି ଭାଇ ଆସିଥିଲେ ସନ୍ତୋଷ ଭାଇ ଏମିତି ଗୋଟେ ଆମକୁ ଗାଳି କରି ଗଲେ ଆମକୁ ହିଞ୍ଜୁଡା କହିକି ଗଲେ ରାଗିବ ସିଧା ନରକରେ ପଡେ। ସୁଧୁରିବା ଭଲ। ଯାହା ପୁରୁଷର ତାହା ପୁରୁଷ ପିନ୍ଧିବ, ସ୍ତ୍ରୀର ପୋଷାକ ପୁରୁଷ ପିନ୍ଧିବ ନାହିଁ। ଯେ କେହି ତାହା କରେ ପରମେଶ୍ୱରଙ୍କ ଦୃଷ୍ଟିରେ ଘୃଣା ଯୋଗ୍ୟ ଅଟେ। ଧାର୍ମିକତାର ଜୀବନ ଯାପନ କରିବା ପାଇଁ ନିହାତି ଖୈନି ମଞ୍ଜି ଧରି ବଡକାଟା ଗାଆନ୍ତୁ ଜାଣି ନାହିଁ ଏ ପ୍ରଭୁ ଖୈନି ମଞ୍ଜି ଧରି ଓଠ ପାଟିକୁ ଚିରି ଗେଞ୍ଜି ଦେଉଥିବୁ ସ୍ୱର୍ଗ ବାଟେ ମୁହଁ କରି। ଓଠ ପାଟିକୁ ଚିରି ପୁଡିଆ ଖାଇଲା ବେଳେ ନନା ମାନେ ଇଆଡେ ନନା ଇଆଡେ ଅନା ପୁଡିଆ ଏମିତି ଚିରି ମନେ କରେ ଏଟା ପୁଡିଆ ଖୈନି ମଞ୍ଜି ଧରି ଓଠ ପାଟିକୁ ଗେଞ୍ଜି ଦେଉଥିବୁ ସ୍ୱର୍ଗ ବାଟେ ମୁହଁ କରି। କୋଉ ବାଟେ? ସ୍ୱର୍ଗ କୁଆଡେ? ଏମିତି କିଏ ପୁଡିଆ ଖାଉଛନ୍ତି କି? नहीं होगा। खैनी मंजी धरी ओटो पाटे को गंजी
हे प्रभु देख गणित आमु केतरा खाऊचे सब काउंट होउचे सुजोग सब अच्छी भाई माने मोर प्लानिंग मोर लिस्ट ता नथिला आत्मा गंजना दउचंते सुधरिबार अछि अनेक युवा माने माती जाइछे ओष्टाधर देइछो प्रभु तुम गीत पाई ओष्टाधर देइछो प्रभु जोरे कहबा ओष्टाधर देइछो प्रभु एले आज काली होनी ओष्टाधर देइछो प्रभु पुड़िया गेंजबा ए पुड़िया पाई नहीं सका ओष्टाधर देइछो प्रभु भौणी माने मांकड़ी को दिया मांकड़ी देखी मांकड़ी को भी दिया प्रभु कहले तोर मुह तो कला रोचु से लगा टे सुंदर देखा जीवु बोली मांकड़ी को देले लिपस्टिक क्या देले देले जे सी देखिला 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 एटा भलो नाही बोली यार न लगे यार लगे देला कौन लगे एटा भलो नाही बोली पीछे लगा दिया से यार ता नाली तार आपण माने सेटा यारटा यार किए बुद्धि मांकड़ी बुद्धि ना आपण माने बुद्धि शिक्षित हो खाली ऑलरेडी कोई सारी हालेलुया हालेलुया धार्मिकतार पथरे समस्त मंद व्यास पृथकीकृत हबार अछि जोसेफ जब दौड़ी गले छाड़ी देले से ड्रेस छाड़ी देले समस्त देहरु संपूर्ण रूपे काढ़ी दे गले धार्मिकता पाइबा पई हालेलुया जिसाय पुस्तक 52 तार 2 पद कहे जदि आपण जिसाय पुस्तक 52 तार 2 ठीक कोना भूल कर तुम्भे अपना देहर धूली झाड़ी दियो यस तुम्भे अपना देहर धूली झाड़ी दियो सत्य अधिका दरकार नहीं तुम्भे समस्ते कहबा तुम्भे अपना देहर धूली झाड़ी दियो कौन से धूली कौन सेटा पाप एदन उद्यान रे आदम हवा जो दिन रहिले से दिन जो पाप करबा पर परमेश्वर कहले तुम्हें पाप कलो आदम तुम्हें कंटा गोखरारे काम करिवो मुंडर जल मुंडरे दिबो तापर मुठे खाइबो स्त्री को कहले तुमर गर्भ वेदना अतिशय बढ़ाइबा कष्ट रे तुम्हें संतान जन्म करिवो साप को कौन कहले तार बोधे हाथ गोड़ थिला बोली भावुची थिबो साप आगर थिला मौसा देखि सापर पुणी गोड़ थिला आज्ञा कहउछ आगर थिला एइथिबो या बाइबल रे कहउनी हमें तो कहि परिबा नै किंतु परमेश्वर रागर सहित कहले तुमे पेट भरा दे गोसाड़ी चलबो ना पेट भरा दे चलिबो पवन आहार करिबो आउ कोन खाइबो धोली खाइबो कोंतु धोली कोन खाइबो हां धोली खाइबो एले साप होची शैतान रो खाद्य कोन कोंतु जोर रे शैतान रो खाद्य हां आपण माने कोतरी तयारी आपण को खाइबो मते खाइबा पैसे सबले चाहिबो तेना में धोली रे तयारी धोली रू आम तैयारी तेणु ए धोली खाइबा पई जो पर्यंत साधारण आम बगीचारे मक्का जो लगाऊ साधारण 6टा 7टा मक्का थिले संध्या सकाळ से बिलुआ केबे छाड़िबो नै मक्का 2टा गछ लागि कि नाही जाने ना किंतु से बिलुआ केबे छाड़िबो नै से केतबे छाड़े केतबे याडे कारण तार खाद्य बगीचारे अछि आमे जो पर्यंत जगत रे अछु तार खाद्य होछु आमे सब सुनंतु
ଧୂଳି ଖାଇବ ସାପ, ଶୈତାନ ଧୂଳି ଖାଇବ। ତେଣୁ ବାଇବେଲ କହେ ତୁମେ ଆପଣ ଦେହର ଧୂଳି, ହାଲେଲୁୟା, ଏ ଧୂଳିର ଶରୀରକୁ ଝାଡି ଦେବାର ଅଛି। ଏ ଧୂଳିର ଡ୍ରେସ ବା ଧୂଳିର ଶରୀର, ଏ ମାଟିର ଶରୀରକୁ ଆମେ ଛାଡି ଦେବାର ଅଛି। ଏକ ଆଧ୍ୟାତ୍ମିକ ଶରୀର, ଆଧ୍ୟାତ୍ମିକ ରୂପ ଆମକୁ ଧାରଣ କରିବାକୁ ପଡିବ। ହାଲେଲୁୟା, ହାଲେଲୁୟା। ଧାର୍ମିକତାର ବସ୍ତ୍ର, ଏ ଅନନ୍ତ ଜୀବନ ରୂପ ଯାହା ଆମକୁ ଦାନ କରେ, ସେଭଳି ବସ୍ତ୍ର ଆମକୁ ପରିଧାନ କରିବାକୁ ପଡିବ। ତାହେଲେ ଆମେ ଉଦ୍ଧାର ପାଇବା। ଧୂଳିର ଜିନିଷ, ଯୋଉଦିନ ଶୈତାନ ଧୂଳି ଯଦି ମୁଣ୍ଡରେ ଥିବ ଗଜନି କଟିଂ କରିଦେବ। କୁଆଡେ ଯାଇଥିଲ? କଟିଂ, କି କଟିଂ? ଗଜନି କଟିଂ। ଉଖୁଣି ଚାଲିବା ପାଇଁ ରାସ୍ତା। ସେଦିନ ଜାଣିବ ଯେ ତାର ଶୈତାନ ଆଜି ତାର ମୁଣ୍ଡ ଏଠୁ ଧୂଳି ଖାଇଲା। ଗୋଟେ ପାଠ କରି କରି ଖାଇବ ସେ। ଯୋଉଦିନ ଆପଣ ମୋବାଇଲ ବସିକି ଧରିକି ଫିଲ୍ମ ବସିକି ଦେଖିବେ, ମନ୍ଦ ବିଷୟ ଦେଖିବେ, ସେଦିନ ଆପଣଙ୍କର ଆଖି ଏ ଧୂଳି ଖାଇଲା। ତେଣୁ ଏ ଧୂଳି ଝାଡିବାକୁ ପଡିବ। ସେ ଧୂଳି ଝାଡିବା ପାଇଁ କେବଳ ଯୀଶୁ ଖ୍ରୀଷ୍ଟଙ୍କର ରକ୍ତ, ହାଲେଲୁୟା। ସେ ରକ୍ତ ଦ୍ୱାରା ଧୋଇ ପରିଷ୍କୃତ ହୋଇ ଏକ ଧାର୍ମିକତାର ବସ୍ତ୍ର ପରିଧାନ କରିବାକୁ ପଡିବ। ଗୋଟାଏ ଗୋଟାଏ ପାପକୁ ପରିତ୍ୟାଗ କରିବାକୁ ପଡିବ। ଯୋସେଫ ସବୁ କିଛି ଥିଲା ଅଧିକାର, କିନ୍ତୁ ସେ କଲା ନାହିଁ। ତା ହିଁ ଧାର୍ମିକତା।